ସଦାପ୍ରଭୁଙ୍କର ବହୁମୂଲ୍ୟ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି, ମାରାନାଥା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଏହି ଭିଡ଼ିଓ ମାଧ୍ୟମରୁ ରୋଗୀ ଲୋକର ସୁସ୍ଥତା ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଏହି ଭିଡ଼ିଓ 5 ମିନିଟ୍ ହେଇପାରେ କିମ୍ବା 10 ମିନିଟ୍ ମଧ୍ୟ ହେଇପାରେ। ଆପଣମାନେ ସଠିକ୍ ଭାବରେ ଶୁଣିବା ଦରକାର ଏବଂ ବୁଝିବା ଦରକାର, କାରଣ ବର୍ତ୍ତମାନ ସମୟରେ ଅନେକ ଆଶ୍ଚର୍ଯ୍ୟକର୍ମ ଚାଲିଛି, ଅନେକ ମିରାକଲ ଚାଲିଛି। ଆପଣମାନେ ଦେଖିଥିବେ, ଯାଇ ମଧ୍ୟ ଥିବେ, ଶୁଣି ମଧ୍ୟ ଥିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଏମିତି ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନେ ଆଶ୍ଚର୍ଯ୍ୟକର୍ମ କରନ୍ତି। ସେମାନେ ଲୋକମାନଙ୍କୁ କହନ୍ତି ଯେ ତୁମେ ଆସ, ମୁଁ ପ୍ରାର୍ଥନା କଲେ ତୁମେ ସୁସ୍ଥତା ପାଇବ, ଏ ବିଷୟ କହନ୍ତି। କିନ୍ତୁ ଆମ୍ଭେମାନେ ଜାଣିବା ଦରକାର ଯେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ ଏହି ପ୍ରକାର କହନ୍ତି ସେମାନେ ନିଜେ ଅସୁସ୍ଥତା ପଡ଼ିଲେ ସେମାନେ ନିଜେ ମେଡ଼ିକାଲକୁ ଯାଆନ୍ତି। ଏହି ବିଷୟକୁ ମଧ୍ୟ ଆମ୍ଭେମାନେ ଧ୍ୟାନ ଦେବା ଦରକାର। ଏବଂ ବର୍ତ୍ତମାନର ଆଶ୍ଚର୍ଯ୍ୟକର୍ମ ସୁସ୍ଥତା ଏବଂ ବାଇବଲରେ ଯଦି ଆପଣମାନେ ଦେଖିବେ ଆଶ୍ଚର୍ଯ୍ୟକର୍ମ ସୁସ୍ଥତା ବିଷୟରେ, ତାହେଲେ ବହୁତ ଅନ୍ତର ଅଛି। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଦେଖିଥିବେ, ଯାଇ ମଧ୍ୟ ଥିବେ, ଶୁଣି ମଧ୍ୟ ଥିବେ ଆଶ୍ଚର୍ଯ୍ୟକର୍ମ ବିଷୟରେ, ସୁସ୍ଥତା ବିଷୟରେ। କିନ୍ତୁ ବର୍ତ୍ତମାନ ସମୟରେ ପାପ ବିଷୟରେ ଲୋକମାନେ ପ୍ରଚାର କରୁନାହାନ୍ତି। କିନ୍ତୁ 100ରୁ 10% ପ୍ରଭୁଙ୍କର ପ୍ରିୟ ଦାସମାନେ ପାପକୁ ପାପ, ମନ୍ଦକୁ ମନ୍ଦ, ଭଲକୁ ଭଲ ବୋଲି କହୁଛନ୍ତି। ଏବଂ ଅନେକ ଲୋକମାନେ ଆଶ୍ଚର୍ଯ୍ୟ ପଛରେ ବାୟା, ମିରାକଲ ପଛରେ ବାୟା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ବାଇବଲରେ ଲେଖାଯାଇଥିବା ପଦପର୍ବ ଅନୁସାରେ ରୋଗୀ ଲୋକର ସୁସ୍ଥତା ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ଯଦି ବାଇବଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ ମାତୀୟ ଲିଖିତ ସୁସମାଚାର ତାର 8 ପର୍ବ ତାର 1 ପଦ। ଏହି ଜାଗାରେ ଲେଖାଯାଏ, ସେ ଅର୍ଥାତ୍ ପ୍ରଭୁ ଯୀଶୁ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁ ସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ। କାହାର ପଛେ ପଛେ? ପ୍ରଭୁ ଯୀଶୁଙ୍କର ପଛେ ପଛେ ଚାଲିଲେ। ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। ଏହି ଜାଗାରେ କ'ଣ ଲେଖାଯାଏ? ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ଶୁଚି କରିପାରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ କ'ଣ ଚାଲିଛି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୁଁ ଇଚ୍ଛା କରୁଛି ତୁମେ ଶୁଚି ହୁଅ, ମୁଁ ଇଚ୍ଛା କରୁଛି ତୁମେ ରୋଗରୁ ଆରୋଗ୍ୟ ହୁଅ, ଏ ବିଷୟ ଲୋକମାନେ କହୁଛନ୍ତି ବର୍ତ୍ତମାନ ସମୟରେ। କିନ୍ତୁ ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ମାର୍କ ତାର 1 ପର୍ବ 40 ପଦରୁ ଯଦି ଆପଣମାନେ ତଳକୁ ତଳକୁ ଯଦି ଦେଖିବେ, ତାହେଲେ ସେଇ କୁଷ୍ଠୀ ପ୍ରଭୁଙ୍କ ନିକଟକୁ ଆସି ଜାନୁପାତି ସେ ପ୍ରଭୁଙ୍କୁ କହୁଛି, ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ କହିବା ପାଇଁ ଚାହେଁ। ଆପଣମାନେ ଫାଷ୍ଟିଂ ପ୍ରାର୍ଥନା କରନ୍ତୁ, କିମ୍ବା ଯେଉଁମାନେ ଆଶ୍ଚର୍ଯ୍ୟକର୍ମ କରୁଛନ୍ତି, ସୁସ୍ଥତା କରୁଛନ୍ତି, ସେମାନଙ୍କ ପାଖରେ ଆପଣମାନେ ଯାଆନ୍ତୁ, କିମ୍ବା ନିଜେ ଆପଣମାନେ ରାତିଦିନ ପ୍ରାର୍ଥନା କରନ୍ତୁ। ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଇଚ୍ଛା କରିନାହାନ୍ତି, ସେ ପର୍ଯ୍ୟନ୍ତ କିଛି ମଧ୍ୟ ହେବ ନାହିଁ। ଆପଣମାନେ ଯେତେ ପ୍ରାର୍ଥନା କରାଇ ହୁଅନ୍ତୁ, ଯେତେ ଲୋକମାନଙ୍କ ପାଖରେ ଯାଆନ୍ତୁ, ଯଦି ପ୍ରଭୁ ଯୀଶୁ ଇଚ୍ଛା କରିବେ ନାହିଁ, ତାହେଲେ ଆପଣମାନେ ଶୁଚି ହୋଇପାରିବେ ନାହିଁ, ରୋଗରୁ ମୁକ୍ତ ହୋଇପାରିବେ ନାହିଁ। ପ୍ରଭୁଙ୍କର ଇଚ୍ଛା ହେଲେ, ପ୍ରଭୁ ଯୀଶୁ ଯଦି ଇଚ୍ଛା କରନ୍ତି, ତାହେଲେ ଆପଣମାନେ ଶୁଚି ହୋଇପାରିବେ ଏବଂ ରୋଗରୁ ମୁକ୍ତ ହୋଇପାରିବେ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଶ୍ଚର୍ଯ୍ୟକର୍ମ ଲୋକମାନଙ୍କୁ କହୁଛନ୍ତି ସୁସ୍ଥତା ଏକ ପ୍ରୋଗ୍ରାମ ରଖି
ଆସ ସୁସ୍ଥତା ଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ এই ଶରୀର ଅନେକ ପ୍ରକାର ଯନ୍ତ୍ରଣା, ଅନେକ ପ୍ରକାର କଷ୍ଟ, ଯଦି ଆପଣମାନେ ମିରାକାଲ ପଛରେ ଯିବେ, ଆଶ୍ଚର୍ଯ୍ୟ କର୍ମ ପଛରେ ଯିବେ, ସୁସ୍ଥତା ପଛରେ ଯିବେ, ତାହେଲେ ଆପଣମାନେ ଯେତେ ସୁସ୍ଥତା ହୁଅନ୍ତୁ, ଯଦି ଆପଣଙ୍କର ଜୀବନରେ ଯଦି ପାପ ଥିବ, ମନ୍ଦତା ଥିବ, ତାହେଲେ ଆପଣମାନେ ନରକକୁ ଯିବେ। କିନ୍ତୁ ଆପଣଙ୍କର ଜୀବନରେ ଯଦି ଯେତେ ରୋଗ ଥିବ, ଆପଣଙ୍କର ପାପ ନଥିବ ଏବଂ ଧାର୍ମିକ ଜୀବନ ଯାପନ କାଟୁଥିବେ, ତାହେଲେ ଆପଣଙ୍କର ଶରୀରରେ ଯେତେ ରୋଗ ଥାଇକି ମଧ୍ୟ ଆପଣମାନେ ସ୍ୱର୍ଗକୁ ଯାଇପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏ ବିଷୟରେ ବହୁତ କିଛି କହିବା ପାଇଁ ଚାହେଁ ନାହିଁ। ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଇଚ୍ଛା କରିନାହାନ୍ତି ସେ ପର୍ଯ୍ୟନ୍ତ କିଛି ମଧ୍ୟ ହେବ ନାହିଁ। କାରଣ এই ଜାଗାରେ ଆମ୍ଭେମାନେ ଦେଖିପାରୁଛୁ ସେ 21ଟି ପ୍ରଭୁଙ୍କ ପାଖରେ ଆସି କହୁଛନ୍ତି, ପ୍ରଭୁ ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ସୂଚୀ କରିପାରନ୍ତି। ବାଇବେଲରେ ଯଦି ଦେଖିବେ ତାହେଲେ ପୁରାତନ ନିୟମରେ ଯାଜକମାନେ ଜଣେ ରୋଗୀ ବ୍ୟକ୍ତିଙ୍କ ପାଇଁ ପ୍ରାୟଶ୍ଚିତ କରୁଥିଲେ ଏବଂ ପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣୁଥିଲେ। ଏବଂ ପ୍ରଭୁ ଯୀଶୁ ମଧ୍ୟ, ପ୍ରଭୁଙ୍କର ଶିଷ୍ୟମାନେ ମଧ୍ୟ ଅନେକ ରୋଗରୁ ଲୋକମାନଙ୍କୁ ମୁକ୍ତ କରିଛନ୍ତି ବା ସୁସ୍ଥତା କରିଛନ୍ତି ପ୍ରଭୁ ଯୀଶୁଙ୍କ ନାମରେ। ଏବଂ ପ୍ରଭୁ ଯୀଶୁ ମଧ୍ୟ ସ୍ୱୟଂ କରିଛନ୍ତି, ଆପଣମାନେ ଜାଣନ୍ତି। କିନ୍ତୁ ବାଇବେଲରେ ଥିବା ଆଶ୍ଚର୍ଯ୍ୟ କର୍ମ ଏବଂ ବର୍ତ୍ତମାନର ଆଶ୍ଚର୍ଯ୍ୟ କର୍ମ ମଧ୍ୟରେ ବହୁତ ଫରକ ଅଛି। ସେପରି ଆଶ୍ଚର୍ଯ୍ୟ କର୍ମ ବର୍ତ୍ତମାନ ସମୟରେ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର। ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ କହୁଛନ୍ତି, ଆପଣମାନେ ଶୁଣିଥିବେ, ଜାଣି ମଧ୍ୟ ଥିବେ, ମାତ୍ୟୁ 7:22-23 ଲେଖାଯାଏ, ଭାବବାଣୀ କହିବା ଲୋକମାନେ, ଅନେକ ଶକ୍ତିର କାର୍ଯ୍ୟ କରିବା ଲୋକମାନେ, ଭୂତମାନଙ୍କୁ ଛଡ଼ାଇବା ଲୋକମାନେ, ଏମାନେ ଈଶ୍ୱରଙ୍କ ରାଜ୍ୟରେ ଅଧିକାରୀ ହେଇପାରିବେ ନାହିଁ। କାରଣ ବାଇବେଲରେ ଲେଖାଯାଏ, ଏ ଅଧର୍ମଚାରୀମାନେ ମୁଁ ତୁମମାନଙ୍କୁ ଜାଣି ନାହିଁ, ମୋ ପାଖରୁ ଦୂର ହୁଅ। ଏ ବିଷୟ ପ୍ରଭୁ ଯୀଶୁ କହିବା ପାଇଁ ଯାଉଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ଆଶ୍ଚର୍ଯ୍ୟ ପଛରେ ଚାଲନ୍ତୁ ନାହିଁ, ଲୋକମାନଙ୍କ ପଛରେ ଆପଣମାନେ ଚାଲନ୍ତୁ ନାହିଁ। ଲୋକମାନେ ଆପଣଙ୍କୁ ସ୍ୱର୍ଗକୁ ନେବେ ନାହିଁ। ଆପଣମାନେ ପ୍ରଭୁଙ୍କ ପଛରେ ଚାଲନ୍ତୁ, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଏହି ଛୋଟିଆ ବାକ୍ୟ ଦ୍ୱାରା ପ୍ରଭୁ ସମସ୍ତ ଲୋକଙ୍କୁ ଏବଂ ମୋତେ ମଧ୍ୟ ଏବଂ ଯେଉଁମାନେ ଏହି ଭିଡ଼ିଓକୁ ଦେଖିବେ ସେହି ସମସ୍ତ ଲୋକଙ୍କୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ।